ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରନ୍ତି। ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରୁଛନ୍ତି, ମୂର୍ଖ ମାନେ ତାହାଙ୍କୁ ଅଗ୍ରାହ୍ୟ କରୁଛନ୍ତି। ଯଦି ଆଜିର କଥା ଆମେ ଚିନ୍ତା କରିବା, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରୁଛନ୍ତି, ମୂର୍ଖ ମାନେ ଅଗ୍ରାହ୍ୟ କରୁଛନ୍ତି। ଆମେ ଜାଣିବା ଦରକାର ଯେ ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରୁଛନ୍ତି ସେ କେମିତି ହେଇଥିବ। ଆପଣ ମସ୍ତ ଟିକେ ମାଥ୍ୟୁ 2 ପର୍ବ 1 ଆଉ 2 ପଦ, ମାଥ୍ୟୁ 2 ପର୍ବ ତାର ପ୍ରଥମ 2 ପଦ। ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ, ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ, ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? ତେଣୁ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏଠି ପଣ୍ଡିତ ମାନେ କଣ କହୁଛନ୍ତି? ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଦୀର୍ଘ ବର୍ଷ ଅତିକ୍ରମ କରି ଚାଲି ଚାଲି ଅଟ ପିଠିରେ ବସିକି ପୂର୍ବ ଦେଶର ପଣ୍ଡିତ ମାନେ ସେମାନେ କଣ କରୁଛନ୍ତି? ପ୍ରଣାମ କରିବାକୁ ଆସୁଛନ୍ତି। କାହାକୁ? ଶିଶୁ ଯୀଶୁଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସେ। ଆଜିର ପ୍ରସଙ୍ଗ ହଉଛି ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରନ୍ତି ସେ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେମାନେ କଣ କହୁଛନ୍ତି? ଆମେ ତାହାଙ୍କ ତାରା ଦେଖି। ଯଦି ଗଣନା ପୁସ୍ତକ 24 ପର୍ବ 17 ପଦ ପଢିବେ, ଗଣନା 24:17। ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବ ଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ଏଠି କଣ ଲେଖାଯାଉଛି? ଗୋଟେ ଦର୍ଶନ ଜଣେ ବ୍ୟକ୍ତି ଦେଖୁଛନ୍ତି। ଆଉ ସେ କଣ କହୁଛନ୍ତି ଏଠି? ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମାନେ ସେ କହିବା ପାଇଁ ଚାହାନ୍ତି ସେ ଅଛନ୍ତି, କିନ୍ତୁ ଏବେ ସେ ନାହାନ୍ତି। କେମିତି ଲେଖାଯାଉଛି? ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ଦେଖୁଛି କିନ୍ତୁ ସେ ବର୍ତ୍ତମାନ ନୁହନ୍ତି। ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ମୁଁ ଦର୍ଶନ ପାଉଛି, ବହୁତ ଦୂରରେ ସେ ଅଛନ୍ତି। କେତେ ଦୂରରେ? ତାଙ୍କର ଯଦି ବର୍ଷରେ ପକାଯିବ 1450 ବର୍ଷ ଦୂରରେ, ମାନେ ଖ୍ରୀଷ୍ଟପୂର୍ବ 1450ରେ ସେ ଦେଖୁଛନ୍ତି ଯୀଶୁ କୋଉଠି ଅଛନ୍ତି। ସେ ଦେଖୁଛନ୍ତି। ମୁଁ ତାହାଙ୍କୁ ଦେଖୁଛି, କାରଣ ସେ ଅଛନ୍ତି। ଅଛନ୍ତି କିନ୍ତୁ ନିକଟବର୍ତ୍ତୀ ନୁହନ୍ତି। ଯାକୁବ ଠାରୁ ଏକ ତାରା ଉଦିତ ହେବ। ପ୍ରଭୁ ଯୀଶୁ କୋଉ ବଂଶରେ ଆସିବେ? ଯାକୁବ ବଂଶରେ ଆସିବେ। ଆଉ ସେ ଜନ୍ମ ହେବା ସମୟରେ ଗୋଟେ ତାରା ଉଦିତ ହବ। ସେ ତାରାକୁ କୁହାଯିବ ତାହାଙ୍କ ତାରା। ଆଉ ତାହାଙ୍କ ତାରା ଦେଖି ପଣ୍ଡିତ ମାନେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛନ୍ତି। କେତେ ବଡ ବିଷୟ! ପଣ୍ଡିତ ମାନେ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଯାହାଙ୍କର ଜନ୍ମରେ ପଣ୍ଡିତ ମାନେ ତାଙ୍କୁ ପ୍ରଣାମ କରିବାକୁ ଆସୁଛନ୍ତି, ସେ ବଡ ହେଇକି କୋଉ ପଣ୍ଡିତ ମାନଙ୍କ ପାଖକୁ ଯିବେ ଶିକ୍ଷା ଗ୍ରହଣ କରିବା ପାଇଁ? ସେ ଶିକ୍ଷା ଅର୍ଜନ କରିବା ପାଇଁ କୋଉ ପଣ୍ଡିତ ପାଖକୁ ଯିବା ଦରକାର? ଯେ ଜନ୍ମ ହେବା ସମୟରେ ପଣ୍ଡିତ ମାନେ ଯାହାଙ୍କୁ ପ୍ରଣାମ କରିବାକୁ ଆସୁଛନ୍ତି, ସେ ବଡ ହେଲା ପରେ ସେ କୋଉ ପଣ୍ଡିତ ପାଖକୁ ଶିକ୍ଷା ଗ୍ରହଣ କରିବାକୁ ଯିବେ? ତ ଆଜି ଆମେ ଦେଖିବାକୁ ପଦ ମତ ଖୋଲନ୍ତୁ, ଲୁକ ତାର 2 ପର୍ବ 46 ପଦ। ଲୁକ 2 ପର୍ବ 46 ଆଉ 47। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ
ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। କେତେ ବର୍ଷର କଥା ଏଇଟା? ଆପଣ 42 ପଦ ପଢନ୍ତୁ, 42 ପଦ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। 12 ବର୍ଷ ବୟସରେ ପ୍ରଭୁ ଯୀଶୁ ଜେରୁସାଲେମ ମନ୍ଦିରକୁ ଯାଇଛନ୍ତି, ଆଉ ସେଇଠି ବସି ସେ ପଣ୍ଡିତ ମାନଙ୍କର ପାଖରେ ବସିଛନ୍ତି, ଆଉ ପଣ୍ଡିତ ମାନେ ମଧ୍ୟରେ ବସି ସେମାନଙ୍କୁ କଥା ଶୁଣୁଥିଲେ, ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣିଲେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହଉଥିଲେ। କେତେ ବର୍ଷ ବୟସରେ? 12 ବର୍ଷ ବୟସ। 12 ବର୍ଷ ବୟସରେ ସେ ଜେରୁସାଲେମରେ ମନ୍ଦିରରେ ବସି ପଣ୍ଡିତ ମାନଙ୍କ କଥା ଶୁଣୁଥିଲେ, ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ତାଙ୍କର ବୁଦ୍ଧିରେ, ତାଙ୍କର ଉତ୍ତରରେ ସମସ୍ତେ ଆଚମ୍ବିତ ହଉଥିଲେ। ଲୋକମାନେ କଣ କହୁଛନ୍ତି? ସେ 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ କୋଉଠି ଥିଲେ? ସେଇଟା ଖ୍ରୀଷ୍ଟିଆନ ମାନେ ଆଗ କୁହ, କୋଉଠି ଥିଲେ? କାହିଁକି 12 ବର୍ଷ ଲେଖା ଯାଉଛି? ଏ 42 ପଦରେ 12 ବର୍ଷ ଲେଖା ଯାଉଛି। ଆଉ ଆପଣ ଦେଖିବେ 3 ପର୍ବ ତାର 23 ପଦ। ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ 30 ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ସେ ଯୋସେଫଙ୍କ ପୁତ୍ର, ଯୋସେଫ ଏଲିଙ୍କ ପୁତ୍ର। ବାସ୍ ବାସ୍ ବାସ୍। କଣ କଲେ? 12 ବର୍ଷ, ତାପରେ 30 ବର୍ଷ, ଏ ମଝିରେ ରହିଗଲା 18 ବର୍ଷ। ତ ଏ 18 ବର୍ଷ କୋଉଠି ଥିଲେ? এইটা ଖ୍ରୀଷ୍ଟିଆନ ମାନେ ଆଗ କୁହ ବୋଲୁଛନ୍ତି। ବାଇବଲ ଯଦି ପଢିଲେ ବୁଝି ହବ, ବାଇବଲ ନ ପଢି ପ୍ରଶ୍ନ ପଚାରିଲେ ହବ। ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରନ୍ତି, ଯେ ପଣ୍ଡିତ ମାନଙ୍କ ପାଖରେ ବସିକି ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ପଣ୍ଡିତ ମାନେ ତାଙ୍କର ବୁଦ୍ଧିରେ ଆଉ ଉତ୍ତରରେ ଆଚମ୍ବିତ ହଉଛନ୍ତି, ସେ ଏଇ 18 ବର୍ଷ କୋଉଠି ଥିଲେ? ଏମାନେ କହୁଛନ୍ତି ନାଇଁ, ଯୀଶୁ ସତ୍ୟ ଅନ୍ୱେଷଣ କରିବା ପାଇଁ ଭାରତକୁ ଆସିଥିଲେ। ଯୀଶୁ କାହିଁକି ସତ୍ୟ ଅନ୍ୱେଷଣ କରିବାକୁ ଭାରତ ଆସିବେ? ଯୀଶୁ ନିଜେ ତ ସତ୍ୟ ଅଟନ୍ତି। ଯୋହନ 14 ପର୍ବ 6 ପଦରେ କଣ କହୁଛନ୍ତି? ମୁଁ ପଥ, ସତ୍ୟ ଆଉ ଜୀବନ। ଯୀଶୁ ପଥ ଦେଖାଇବାକୁ ଆସିନଥିଲେ, ସେ ନିଜେ ହିଁ ପଥ ଅଟନ୍ତି। ଯୋଉ ପଥ ଦେଇ ଗଲେ ଲୋକ ସ୍ୱର୍ଗକୁ ଯାଇପାରିବେ। ଯୀଶୁ ସତ୍ୟ ଅନ୍ୱେଷଣ କରିବାକୁ ଆସିନଥିଲେ, ସେ ହିଁ ସତ୍ୟ ଅଟନ୍ତି। ସେ ହିଁ ସତ୍ୟ ଅଟନ୍ତି। ଆଉ ସିଏ ଏଇ 18 ବର୍ଷ କୋଉଠି ଥିଲେ? ଆପଣ ଦେଖିପାରିବେ ଲୁକ 2 ପର୍ବ ତାର 51 ପଦ। ଲୁକ 2 ପର୍ବ 51 ପଦ। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ଲେଖାଯାଉଛି କଣ? ଏ 12 ବର୍ଷ ବୟସରେ ଯେତେବେଳେ ମନ୍ଦିରରେ ଦେଖା ପାଇଲେ, ତାପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କ ବଶୀଭୂତ ହୋଇ ରହିଲେ। କଣ କଲେ? ସେ ରହିଲେ। 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ ରହିଲେ। ଏ 18 ବର୍ଷ କୁଆଡେ ଗଲେ? ସେ ଏ 18 ବର୍ଷ ସେ କୋଉଠି ରହିଲେ? ନାଜରିତରେ ରହିଲେ, ଆଉ କୁଆଡେ ଯାଇନାହାନ୍ତି। ଯଦି ଯୀଶୁଙ୍କର ଜଗତରେ ରହିବା ସମୟକୁ ଯଦି ଆପଣ ଦେଖିବେ, ଯୀଶୁଙ୍କର ରହିବାର ଭୌଗୋଳିକ ଅବସ୍ଥିତିକୁ ଦେଖିବେ, ସେ ରୋଡ ମ୍ୟାପକୁ ଦେଖିବେ, ଯୀଶୁ ଯୋଉଠି ଯୋଉଠି ଯାଇଥିଲେ ଯଦି ଆପଣ ମ୍ୟାପରେ ଦେଖିବେ, ସେଇ ସମୟର ମ୍ୟାପରେ ଆପଣ ଜାଣିପାରିବେ ଯୀଶୁ କୋଉଠି ଥିଲେ। ଏ 18 ବର୍ଷ ସେ କୋଉଠି ଥିଲେ? ନାଜରିତରେ ଥିଲେ। ନାଜରିତରେ ରହି କଣ କାମ କରୁଥିଲେ? ସେ ଯେହେତୁ ଯୋସେଫ ବଢେଇ କାମ କରୁଥିଲେ, ସେ ବଢେଇ କାମ ସେଇଠି ସେ କରୁଥିଲେ। ଆପଣ ଦେଖିବେ ମାର୍କ 6 ପର୍ବ ତାର 3 ପଦ। ଏ କି ସେହି ବଢ଼େଇ ନୁହେଁ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋଶୀ, ଜିହୁଦା
ଓ ସିମୋନର ଭାଇ ନୁହେଁ? ପୁଣି ଏହାର ଭଉଣୀମାନେ କି ଏଠାରେ ଆମମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। 4 ପଦ ବି ପଢି ଦିଅନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ନିଜ ପୈତୃକ ନଗର, ସ୍ୱଜ୍ଞାତି ଓ ସ୍ୱପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦାର ହୁଅନ୍ତି ନାହିଁ। ପ୍ରଭୁ ଯୀଶୁ କୋଉଠି ଅଛନ୍ତି? ପୌତ୍ରିକ ନଗରରେ ରହିଲେ। ଆଉ ଲୋକମାନେ କହୁଛନ୍ତି ଏ କି ସେହି ବଢେଇ ନୁହେଁ? ଯୀଶୁ ବଢେଇ କାମ କେବେ କଲେ? ଏଇ 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେ ବଢେଇ କାର୍ଯ୍ୟ କଲେ। ଲୋକମାନେ କହୁଛନ୍ତି ଏ କି ସେହି ବଢେଇ ନୁହେଁ? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିବାର ବଡ ହେଇଥିବାରୁ ପରିବାରର ଯତ୍ନ ସେ ନେଉଛନ୍ତି, ବଢେଇ କାର୍ଯ୍ୟ କରି। ଲୋକମାନେ କହୁଛନ୍ତି ଏ କି ସେହି ବଢେଇ ନୁହେଁ? ଆପଣ ମସ୍ତ ଖୋଲନ୍ତୁ 7 ପର୍ବ, ମାର୍କ 7 ପର୍ବ ତାର 37 ପଦ। ପୁଣି ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ ଆଜ୍ଞା ଦେଲେ। ମାତ୍ର ମାର୍କ ସେ ସେମାନେ ମାର୍କ 7 ପର୍ବ ତାର 37 ପଦ। ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି। ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି। ସେ କଣ କରୁଛନ୍ତି? ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଛନ୍ତି। ସେ ବଢେଇ କାମ ବି ଉତ୍ତମ ରୂପେ କରିଛନ୍ତି, ଆଶ୍ଚର୍ଯ୍ୟ କର୍ମ ମଧ୍ୟ ଉତ୍ତମ ରୂପେ କରିଛନ୍ତି। ପ୍ରଭୁ ଯୀଶୁ ଉଡ୍ ୱାର୍କର ଆଉ ୱଣ୍ଡର ୱାର୍କର। ସେ ଉଡ୍ ୱାର୍କ ବି ଭଲ କରି କରିଛନ୍ତି ଆଉ ୱଣ୍ଡର ୱାର୍କ ମଧ୍ୟ ଭଲ କରି କରିଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ଥିଲେ? ବଢେଇ ଭାବରେ ଭଲ କାମ କରିଛନ୍ତି। ସେ କୋଉଠି ରହିଥିଲେ? ସେ ନାଜରେତରେ ରହିଲେ। ସେଥିପାଇଁ ତାଙ୍କୁ ନାଜରିତୀୟ ଯୀଶୁ ବୋଲି କୁହାଯାଏ। କଣ କୁହାଯାଏ? ଯଦି ଆପଣଙ୍କୁ କୁହାଯାଏ କଟକିଆ, କୋରାପୁଟିଆ, କଳାହାଣ୍ଡିଆ, କୁହାଯାଏ ନା ନାଇଁ? ଜୟପୁରିଆ, କାରଣ କଣ କରନ୍ତି? ଯେ ଯୋଉଠି ରୁହେ ତାକୁ ସେମିତି ସେଇଟା କୁହାଯାଏ। ପ୍ରଭୁ ଯୀଶୁ ଯେହେତୁ ନାଜରିତରେ ରହିଲେ, ତାଙ୍କୁ କଣ ବୋଲି କୁହାଯାଉଛି? ନାଜରିତୀୟ ଯୀଶୁ। କାରଣ ସେ ନାଜରିତରେ ରହିଲେ। ସେ 12 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ, ଏ 18 ବର୍ଷ ଲେଖାଯାଉଛି ସେ ନାଜରିତରେ ରହିଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କଲେ, ହେଲେ ୟା ମଧ୍ୟରେ ଲୋକମାନେ ଖ୍ରୀଷ୍ଟ କିଏ ଜାଣିନାହାନ୍ତି। ପଣ୍ଡିତ ମାନେ ଆସି କଣ କହୁଛନ୍ତି? ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି? କାହାକୁ ପ୍ରଣାମ କରନ୍ତି? ଆପଣ ଦେଖିବେ ମାଥ୍ୟୁ 2 ପର୍ବ ତାର 4 ପଦ। ମାଥ୍ୟୁ 2 ପର୍ବ 4 ପଦ। ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କ ଠାରୁ ବୁଝି ନେବାକୁ ଚେଷ୍ଟା କଲେ। ଯୀଶୁ କିଏ? ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଖ୍ରୀଷ୍ଟ ମାନେ କଣ? ସ୍ୱର୍ଗରୁ ପ୍ରେରିତ ଏକମାତ୍ର ତ୍ରାଣକର୍ତ୍ତା, ଯେ ଅଭିଷିକ୍ତ ତ୍ରାଣକର୍ତ୍ତା, ଯେ ସ୍ୱର୍ଗରୁ ପ୍ରେରିତ ହେଇଛନ୍ତି, ସ୍ୱର୍ଗରୁ ଆସିଛନ୍ତି, ମାନବ ଜାତିର ଉଦ୍ଧାର ପାଇଁ ଯେ ଜଗତକୁ ଆସିଛନ୍ତି, ସେ ଖ୍ରୀଷ୍ଟ ଅଟନ୍ତି। ତେଣୁ ଏ ପଣ୍ଡିତ ମାନେ, ପୂର୍ବ ଦେଶ କହିଲେ ଭାରତ ବି ଆସେ ହେଲା, ମାନେ ଜେରୁସାଲେମର ପୂର୍ବ ଦେଶରେ ଭାରତ ବି ଆସେ, ଅନ୍ୟାନ୍ୟ ଦେଶ ବି ଆସେ, ଭାରତ ବି ଆସେ। ଆଉ କିଛି ବାଇବେଲ ପଣ୍ଡିତ ମାନେ କୁହନ୍ତି ଭାରତରେ ବି ଯାଇଥିବେ ବୋଲି। ଭାରତରେ ଯିବାର ମାନେ କଣ? ଭାରତରେ ଏ ଜ୍ୟୋତିଷ ଶାସ୍ତ୍ର ବେଶୀ, ତାରା ଦେଖି ଗଣନା କରି ଯେଉଁମାନେ ବେଶୀ କୁହନ୍ତି, ଏଇଠି ବେଶୀ। ଆମର ଏବେ ବି ଚାଲିଛି ଶନି ଗ୍ରହ, ମଙ୍ଗଳ ଗ୍ରହ, ଅଙ୍କ ଗ୍ରହ, ଶଙ୍କ ଗ୍ରହ, ଏ ଜ୍ୟୋତିଷ ବିଦ୍ୟା ଏଇଠି ବେଶୀ। ସେମାନେ ଜ୍ୟୋତିଷ ମାନେ ତାରା ଦେଖିକରି, ଏ ଜ୍ୟୋତିର୍ବିଦ ମାନେ, ପଣ୍ଡିତ ମାନେ ଯାଇଥିଲେ ଯେ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଛନ୍ତି, ଜଗତକୁ ଉଦ୍ଧାର କର୍ତ୍ତା ଆସିଛନ୍ତି। ସେ କେଉଁଠାରେ? ଥରେ ଲୋକମାନେ ଯୋହନକୁ ଧରି ପକାଇଲେ, କାରଣ ସମସ୍ତେ ତ ଖ୍ରୀଷ୍ଟଙ୍କୁ ଖୋଜୁଥିଲେ।
ଖ୍ରୀଷ୍ଟ ଜନ୍ମଗ୍ରହଣ କରିଛନ୍ତି। ହେଲେ ଯୋହନ ମଧ୍ୟ ଯୀଶୁଙ୍କ ପରା ଦେଖା ଯାଉଛନ୍ତି, ତାଙ୍କର ବି ଦାଢି ଅଛି, ସେ ବି ନାସରୀୟ ଲୋକ। ତ ତାଙ୍କୁ ଧରି ପଚାରୁଛନ୍ତି, ଆପଣ ଦେଖିବେ ଯୋହନ ତାର ପ୍ରଥମ ଅଧ୍ୟାୟ 19-20 ପଦ, ଯୋହନ ପ୍ରଥମ ଅଧ୍ୟାୟ ତାର 19-20 ପଦ। ଆପଣ କିଏ? ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀମାନେ ଯେତେବେଳେ ଜେରୁସାଲେମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ। ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ। ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। ସେ କଣ କହୁଛନ୍ତି? ମୁଁ ଖ୍ରୀଷ୍ଟ ନୁହେଁ। ଲୋକ ଭାବିଲେ କାଳେ ଇଏ ଖ୍ରୀଷ୍ଟ ହେଇଥିବେ ପରା, କାରଣ ସେ ଯୋଉ ଯୋଉ କାମ କରୁଛନ୍ତି, ଯୋଉ ପ୍ରକାର କଥା ହଉଛନ୍ତି, ଦୀର୍ଘ ଦୀର୍ଘ ଦିନର ବ୍ୟବଧାନ ପରେ, 400 ବର୍ଷର ବ୍ୟବଧାନ ପରେ ଜଣେ ଭାବବାଦୀ ଆସିଛନ୍ତି। 400 ବର୍ଷର ବ୍ୟବଧାନ ପରେ ଈଶ୍ୱରଙ୍କ ରୋବ ସେମାନେ ଶୁଣୁଛନ୍ତି। ତ ଭାବିଲେ କଣ, ନିଶ୍ଚୟ ଏ ଖ୍ରୀଷ୍ଟ ହେଇଥିବେ। ତ ପଚାରୁଛନ୍ତି ଯିହୁଦୀ ମାନେ ଜେରୁସାଲେମରୁ ଯାଜକ ଓ ଲେବୀୟ ମାନଙ୍କୁ ପଠେଇଲେ ଯେ ପଚାରିକି ଦେଖ ସେ ଖ୍ରୀଷ୍ଟ ହେବେ କି? ସେ କହିଲେ ନାଇଁ ନାଇଁ, ମୁଁ ଖ୍ରୀଷ୍ଟ ନୁହେଁ। ତାହେଲେ 25 ପଦଟି ପଢନ୍ତୁ, 25 ପଦ। ସେମାନଙ୍କୁ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲିୟ ବା ସେହି ଭାବବାଦୀ ନୁହନ୍ତି, ତାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? ଯଦି ଆପଣ ଖ୍ରୀଷ୍ଟ ନୁହନ୍ତି, ଏଲିୟ ନୁହନ୍ତି, ସେହି ଭାବବାଦୀ ନୁହନ୍ତି, ତାହେଲେ କାହିଁକି ବାପ୍ତିସ୍ମ କାହିଁକି ଦଉଛନ୍ତି? ତାପରେ ସେ ଯୋହନ ସେମାନଙ୍କୁ ସ୍ପଷ୍ଟୀକରଣ କରି କହି ଦଉଛନ୍ତି, ମୁଁ ବାପ୍ତିସ୍ମ ଦଉଛି ସତ। ଆପଣ ଦେଖିବେ ମାଥ୍ୟୁ ତାର 3 ପର୍ବ 11 ପଦ। ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ଯୋହନ ସ୍ପଷ୍ଟ କରିଦେଲେ, ମୁଁ କାହିଁକି ବାପ୍ତିସ୍ମ ଦଉଛି? ମୁଁ ଜଳରେ ବାପ୍ତିସ୍ମ ଦଉଛି, ମନ ପରିବର୍ତ୍ତନର ବାପ୍ତିସ୍ମ ଦଉଛି, କିନ୍ତୁ ମୋ ଉତ୍ତାରେ ଯେ ଆସୁଛନ୍ତି ସେ ଆତ୍ମାରେ ଆଉ ଅଗ୍ନିରେ, ପବିତ୍ର ଆତ୍ମାରେ ଆଉ ଅଗ୍ନିରେ ବାପ୍ତିସ୍ମ ଦେବେ। ତ ସେମାନଙ୍କ ଭିତରେ କନଫ୍ୟୁଜ ହେଇଯାଉଛି, ସେ ଖ୍ରୀଷ୍ଟ ହେବେ। ମାନେ ପଣ୍ଡିତ ମାନେ କାହାକୁ ପ୍ରଣାମ କରିବାକୁ ଆସୁଛନ୍ତି? ଖ୍ରୀଷ୍ଟଙ୍କୁ। ଖ୍ରୀଷ୍ଟ କିଏ? ଯେ ଜଗତର ତ୍ରାଣକର୍ତ୍ତା, ଜଗତର ମୁକ୍ତିଦାତା, ସେ ହଉଛନ୍ତି ଖ୍ରୀଷ୍ଟ। ଆଉ ସେ ଜଗତକୁ 2000 ବର୍ଷ ପୂର୍ବେ ଆସେ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ମଧ୍ୟ ଅନେକ ଲୋକ କନଫ୍ୟୁଜନରେ ଅଛନ୍ତି, ପରିତ୍ରାଣ କୋଉଠି ମିଳିବ, ମୁକ୍ତି କୋଉଠି ମିଳିବ, ଉଦ୍ଧାର କୋଉଠି ମିଳିବ। ଆଉ ଏଇ ଦିନ ମାନଙ୍କରେ ତ ଯୀଶୁ ଖ୍ରୀଷ୍ଟଙ୍କୁ ରିଜେକ୍ଟ କରିବାକୁ ଆରମ୍ଭ କଲେ। ଯୀଶୁ ଖ୍ରୀଷ୍ଟଙ୍କୁ ରିଜେକ୍ଟ କରିବା ମାନେ ନିଜର ମୁକ୍ତି ବା ଉଦ୍ଧାରକୁ ରିଜେକ୍ଟ କରିବା। ଯୀଶୁ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବା ମାନେ କଣ? ନିଜର ତ୍ରାଣକର୍ତ୍ତାଙ୍କୁ ଅଗ୍ରାହ୍ୟ। ଶୈତାନ ବି କହୁଛି, ତୁମେ ଯାହାକୁ ମାନୁଛ ମାନ, ତୁମେ ଯାହାକୁ ପ୍ରଣାମ କରୁଛ କର, ମୋର କିଛି ଦାୟୀ ଆସେ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ମାନିବନି। ଖ୍ରୀଷ୍ଟଙ୍କୁ ଯଦି ଗ୍ରହଣ କରିବ, ପରିତ୍ରାଣ ପାଇବ। ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ଆମେ ରଚନା ଲେଖୁଥିଲୁ, ଅନେକ ରଚନା ଲେଖୁଥିଲୁ। ସେ ରଚନା ଭିତରେ ଗୋଟେ ରଚନା ଲେଖୁଥିଲୁ ଗାଈ ରଚନା। ଆପଣ ମାନେ ଲେଖିଛନ୍ତି? ଗାଈ ରଚନା କିଏ କିଏ ଲେଖିଛନ୍ତି? ହାତ ଉଠେଇବେ ଦେଖିବା। ଗାଈ ରଚନା, ଟିଚର ମାନେ ବି ଲେଖିଛନ୍ତି, ମୁଁ ବି ଲେଖିଛି ଗାଈ ରଚନା ହେଲା। ଆଉ ସେ ଗାଈ ରଚନା ଆମମାନଙ୍କର ରଚନା ବହି ଗୋଟେ ମିଳିବାର, ଛୋଟି ବହି ମିଳିବାର, ସେଇଠୁ ଦେଖି ଆମେ ଉତାରିବା। ସେଠି କଣ ଲେଖା ହେଇଥିବ? ଗାଈ ଗୋଟିଏ ଗୃହପାଳିତ ପଶୁ। କଣ ଲେଖା? ଗାଈ ଗୋଟିଏ ଗୃହପାଳିତ ପଶୁ ବୋଲି ଲେଖା। ଆମେ ଜାଣିଛୁ ସେଇଠୁ, ଆଜି ବିଭିନ୍ନ ଭାବରେ କୁହାଯାଉଛି, ସେଟା ଆମେ ଜାଣିନୁ। କିନ୍ତୁ ଆମକୁ ସେମାନେ BA BD କରି, MA BD କରି ଯୋଉମାନେ ରଚନା ବହି ଗୁଡାକ ଲେଖିଥିଲେ, ମାମୁଲି ଲୋକ ଲେଖିନଥିଲେ, ଲେଖା ହେଇଥିଲା କିଏ ଲେଖିଛନ୍ତି? ସେଠି ଲେଖା ଦେଲା କଣ? ଗାଈ ଗୋଟିଏ ଗୃହପାଳିତ ପଶୁ।
या ମଧ୍ୟରେ ତାକୁ ଅଲଗା ଭାବରେ ରଚନା କରାଯାଇଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟଙ୍କୁ ପ୍ରଣାମ କରିବା ପାଇଁ ପଣ୍ଡିତ ମାନେ ଆସିଥିଲେ। ଖ୍ରୀଷ୍ଟ ଭାରତକୁ ଆସିନାହାନ୍ତି କାହାକୁ ପ୍ରଣାମ କରିବା ପାଇଁ, ସେ ଜନ୍ମ ହେବା ସମୟରେ ହିଁ ପଣ୍ଡିତ ମାନେ ତାଙ୍କୁ ପ୍ରଣାମ କରିବାକୁ ଯାଇଛନ୍ତି। ଆପଣ ଦେଖିବେ ଜହନ ତାର 4 ପର୍ବ 29 ପଦ, ଜହନ 4 ପର୍ବ 29 ପଦ। ମୁଁ ଯାହା ଯାହା କରିଅଛି ସେ ସବୁ ସେ ମୋତେ କହିଲେ, ସେ କେଜାଣି ଖ୍ରୀଷ୍ଟ ହେବେ ପରା। କଣ ଲେଖା ଅଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମୀରଣକୁ ଯାଇଛନ୍ତି। ଏ ସମୀରଣକୁ କେହି ଯାଆନ୍ତି ନାହିଁ। ସମୀରଣକୁ କୋଉ ଭଦ୍ର ଲୋକ ଯାଆନ୍ତି ନାହିଁ। ସମୀରଣକୁ ଜିହୁଦୀ ମାନେ ଘୃଣା କରନ୍ତି। ଏ ସମୀରଣ ମାନେ କିଏ? ମାନେ ଯେଉଁ ଜିହୁଦୀ ମାନେ ଅଣ ଜିହୁଦୀ ମାନଙ୍କୁ ବାହାଇଥିଲେ ସେମାନଙ୍କୁ ସମୀରଣ ବୋଲି କୁହାଯାଏ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ସମୀରଣ ମାନଙ୍କ ମଧ୍ୟକୁ ଯାଇଛନ୍ତି। ଆଉ ସେମାନେ କଣ କରୁଥିଲେ ନା ଅପେକ୍ଷା କରୁଥିଲେ, ଆମ ଭିତରେ କେହି ଆସନ୍ତୁ ବା ନ ଆସନ୍ତୁ, ଆମ ପାଖକୁ ଖ୍ରୀଷ୍ଟ ଆସିବେ। କିଏ ଆସିବେ? ଖ୍ରୀଷ୍ଟ ଦିନେ ନା ଦିନେ ତ ଆସିବେ। ତ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁ କରୁ ସେ ସ୍ତ୍ରୀ ଲୋକଟି ଯେ ଜଳ କୁମ୍ପା ନେଇ ପାଣି ଧରିବାକୁ ଯାଇଥିଲା, ସେ କଣ କହୁଛନ୍ତି 19 ପଦରେ, ଜହନ 4 ପର୍ବ 19 ପଦ। ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ ଏହା ମୁଁ ଜାଣିପାରୁଅଛି। ସେ କଣ କହୁଛନ୍ତି? ଆପଣ ଜଣେ ଭାବବାଦୀ, କଥାବାର୍ତ୍ତାରୁ ମୁଁ ଜାଣିପାରୁଛି। ଆପଣ ଯାହା ଯାହା କହୁଛନ୍ତି ଏଇଟା ଭାବବାଦୀ ଏକା କହିପାରିବେ, ଆଉ କେହି କହିପାରିବେ ନାହିଁ। ଆପଣ ଜଣେ ଭାବବାଦୀ। କିନ୍ତୁ ପରେ ସେ କଥାବାର୍ତ୍ତା କରୁ 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 ସେ କଣ ବୁଝିପାରୁଛି? ସେ ଇଏ ଜଣେ ଜିହୁଦୀ ଲୋକ। ଆପଣ ଟିକେ ପଢିବେ 22 ପଦଟି ପଢିଥାନ୍ତି। ଯାହା ତୁମ୍ଭେମାନେ ଜାଣୁନାହିଁ ତାହା ଉପାସନା କରୁଥାଅ, ଯାହାଙ୍କୁ ଆମ୍ଭେମାନେ ଜାଣୁ ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଜିହୁଦୀମାନଙ୍କ ମଧ୍ୟରୁ ଆସେ। ପରିତ୍ରାଣ କୋଉଠୁ ଆସେ? ଅଣ୍ଡରଲାଇନ କରିଥାନ୍ତୁ, ପରିତ୍ରାଣ ଜିହୁଦୀ ମାନଙ୍କ ଠାରୁ ଆସେ। ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିହୁଦୀ ପରିବାରରେ ସେ ଜନ୍ମଗ୍ରହଣ କରିଛନ୍ତି। ପରିତ୍ରାଣ କୋଉଠି ଆସେ? ଜିହୁଦୀ ମାନଙ୍କ ଠାରୁ ଆସେ। ସମୁଦାୟ ମାନବ ଜାତିରେ ପରିତ୍ରାଣର ବାର୍ତ୍ତା, ପରିତ୍ରାଣ କର୍ତ୍ତା ଜିହୁଦୀ ମାନଙ୍କ ମଧ୍ୟରୁ ଆସିବେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠି ଜନ୍ମଗ୍ରହଣ କରୁଛନ୍ତି। ତ ସେ କଥାବାର୍ତ୍ତା କରୁ 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 ବୁଝିଗଲା, ଏବେ ସେ କଣ କହୁଛନ୍ତି? ନାଇଁ, ଇଏ ଭାବବାଦୀ ନୁହେଁ, ଏ ଭାବବାଦୀ ଠାରୁ ଆଉ କିଛି ଅଟନ୍ତି। ତେଣୁ ସେ ଗାଁକୁ ଦୌଡି ଯାଇ କହୁଛି କଣ? ଆସନ୍ତୁ, ଜଣକୁ ଦେଖିବ, ଆସ ଜଣକୁ ଦେଖିବ। ମୁଁ ଯାହା ଯାହା କରିଅଛି ସେ ସବୁ ସେ ମତେ କହିଲେ, ସେ କେଜାଣି ଖ୍ରୀଷ୍ଟ ହେବେ ପରା। ଖ୍ରୀଷ୍ଟ କାହିଁକି? ପଣ୍ଡିତ ମାନେ ଯାହାଙ୍କୁ ପ୍ରଣାମ କରିବାକୁ ଆସିଥିଲେ ସେ ଖ୍ରୀଷ୍ଟ ଅଟନ୍ତି, ଜଗତର ତ୍ରାଣକର୍ତ୍ତା, ଜଗତର ମୁକ୍ତିଦାତା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ କହି ରଖେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟିଆନ ମାନଙ୍କର ତ୍ରାଣକର୍ତ୍ତା ନୁହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିହୁଦୀ ମାନଙ୍କ ତ୍ରାଣକର୍ତ୍ତା ନୁହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ମାନବର ଉଦ୍ଧାରକର୍ତ୍ତା, ମୁକ୍ତିଦାତା ଅଟନ୍ତି। ଆପଣ ଯଦି ଦେଖିବେ ତିତୋସ ତାର 2 ପର୍ବ 11 ପଦ, ତିତୋସ 2 ପର୍ବ 11 ପଦ। କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। ପ୍ରଭୁ କଣ ଚିନ୍ତା କରୁଛନ୍ତି? ସମସ୍ତ ମାନବର ପରିତ୍ରାଣ, ସମସ୍ତ ମାନବର ପରିତ୍ରାଣ। କେବଳ ଗୋଟେ ଜାତିର, ଗୋଟେ ଧର୍ମର, ଗୋଟେ ବର୍ଗର, ଗୋଟେ ଭାଷାର, ଗୋଟେ ପ୍ରାନ୍ତର ପରିତ୍ରାଣ ନୁହେଁ। ଆଉ ପରିତ୍ରାଣ ପାଇଁ ଅଲଗା ଅଲଗା ଲୋକ ନାହାନ୍ତି। ଆପଣ ଦେଖିବେ ଆମମାନଙ୍କର ଦେଶରେ କେହି ଜଣେ ବ୍ୟକ୍ତିକୁ ମାନନ୍ତିନି। ଇଏ ଆଙ୍କୁ ମାନେ, କିଏ ତାଙ୍କୁ ମାନେ, ସେ ତାଙ୍କୁ ମାନେ, କିଏ କାହାକୁ ମାନେ। କିନ୍ତୁ ପରିତ୍ରାଣ ସମସ୍ତ ମାନବ ଜାତିର ଦରକାର ଅଛି। ସେଥିପାଇଁ ଅନୁଗ୍ରହ ପ୍ରକାଶ। ଆଉ ପରିତ୍ରାଣ କିଏ କରିବେ? ଖ୍ରୀଷ୍ଟ କରିବେ, ଖ୍ରୀଷ୍ଟ କରିବେ।
ଆପଣ ଯଦି ଦେଖିବେ ମାଥ୍ୟୁ ତାର 1 ପର୍ବ 21 ପଦ, ମାଥ୍ୟୁ 1 ପର୍ବ 21 ପଦ। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଯୀଶୁ କଣ କରିବେ? ସମସ୍ତ ପାପରୁ ଆପଣା ଲୋକମାନେ ଯୋଉ ଲୋକମାନଙ୍କୁ ସେ ନିର୍ମାଣ କରିଛନ୍ତି, ସୃଷ୍ଟି କରିଛନ୍ତି, ସେ ଆପଣା ଲୋକମାନଙ୍କୁ କଣ କରିବେ? ପରିତ୍ରାଣ କରିବେ, ମୁକ୍ତି ଦେବେ। ସେଥିପାଇଁ ଦୂତ ସେଦିନ ଆସି କଣ କହୁଛନ୍ତି? ଲୁକ 2 ପର୍ବ 11 ପଦ ଦେଖିବେ, ଲୁକ 2 ପର୍ବ 11 ପଦ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ସେ କିଏ ଅଟନ୍ତି? ଖ୍ରୀଷ୍ଟ ପ୍ରଭୁ। କିଏ ସେ? ତ୍ରାଣକର୍ତ୍ତା, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ସେ କିଏ? ସେ ସମସ୍ତଙ୍କର ତ୍ରାଣକର୍ତ୍ତା, ସମସ୍ତଙ୍କର ମୁକ୍ତିଦାତା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଖ୍ରୀଷ୍ଟ ଧର୍ମ ପ୍ରଚାର କରେନି, ମୁଁ ଖ୍ରୀଷ୍ଟ ଧର୍ମର ପ୍ରଚାରକ ନୁହେଁ, ମୁଁ ଖ୍ରୀଷ୍ଟଙ୍କୁ ପ୍ରଚାର କରେ। ମୁଁ ଖ୍ରୀଷ୍ଟ ଧର୍ମକୁ ପ୍ରଚାର କରେ ନାହିଁ, ଖ୍ରୀଷ୍ଟଙ୍କୁ ପ୍ରଚାର କରେ। କାରଣ କୌଣସି ଧର୍ମରେ ମୁକ୍ତି ନାହିଁ, କୌଣସି ଧର୍ମରେ ମୁକ୍ତି ନାହିଁ, ଏପରିକି ଖ୍ରୀଷ୍ଟିଆନ ଧର୍ମରେ ବି ମୁକ୍ତି ନାହିଁ। ମୁକ୍ତି କେବଳ ଖ୍ରୀଷ୍ଟଙ୍କ ଠାରେ ଅଛି, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ଯାହାଙ୍କ ସମ୍ପର୍କରେ ଦୂତ ଏଠି କହୁଛନ୍ତି, ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି। ଆଉ କୋଉଠି ଜନ୍ମ ଗ୍ରହଣ କରିଛନ୍ତି? ଏଠାରେ ଅଛି, ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି ଦାଉଦଙ୍କ ନଗରରେ, ଭାରତରେ ନୁହେଁ, ବିଶ୍ୱର ଆଉ କୋଉ ଜାଗାରେ ନୁହେଁ। ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି ଦାଉଦଙ୍କ ନଗରରେ, ବେଥଲିହିମରେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି। ଆଉ ସେ ଖ୍ରୀଷ୍ଟ ଅଟନ୍ତି, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପାଉଲଙ୍କର ସେବା କାର୍ଯ୍ୟରେ ଦେଖିବେ, ଗୋଟେ ବିଶେଷ ବିଷୟ ଆପଣ ଦେଖିବେ, ସେ ଲୋକମାନଙ୍କ ପାଖରେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଏଇଟାର ପ୍ରମାଣ ସେ ଦଉଥିଲେ। ଏଇଟା ଲୋକମାନଙ୍କୁ କହିବାକୁ ଚେଷ୍ଟା କରୁଥିଲେ, ଭାଇମାନେ ଯୀଶୁ ହିଁ ଖ୍ରୀଷ୍ଟ, ଆଉ ଖ୍ରୀଷ୍ଟ ଆସିବେ ନାହିଁ, ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଯାହାଙ୍କୁ ଦମେଶକ ପଥରେ ସେ ସାକ୍ଷାତ କରିଥିଲେ। ଆଉ ସେ କହୁଛନ୍ତି ସୂର୍ଯ୍ୟ ଠାରୁ ମଧ୍ୟ ଗୋଟେ ତେଜମୟ ଆଲୋକ ମୁଁ ଦେଖିଲି। କାରଣ ଯେ ସୂର୍ଯ୍ୟକୁ ସୃଷ୍ଟି କରିଛନ୍ତି, ତାଙ୍କର ତେଜ ସୂର୍ଯ୍ୟ ଠାରୁ ଅଧିକ ହିଁ ଥିବ, କମ ନଥିବ। ସେ ଖ୍ରୀଷ୍ଟଙ୍କୁ ମୁଁ ଦେଖିଛି, ଆଉ ସେ ଖ୍ରୀଷ୍ଟଙ୍କୁ ସେ ଲୋକମାନଙ୍କ ପକ୍ଷରେ ପ୍ରକାଶ କରୁଛନ୍ତି। ଯୋଉ ଦିନ ଯୀଶୁଙ୍କୁ ସାକ୍ଷାତ କଲେ, ସେଇ ଦିନ ସେ ନିଷ୍ପତ୍ତି ନେଲେ ଯେ ଖ୍ରୀଷ୍ଟଙ୍କୁ ଲୋକମାନଙ୍କ ପାଖରେ ପ୍ରଚାର କରିବେ। ସେଥିପାଇଁ ଫିଲିପିଓ ମାନଙ୍କୁ ଲେଖିବା ସମୟରେ ତାର 1 ପର୍ବ 21 ପଦରେ କଣ କହୁଛନ୍ତି? ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ଜୀବନ ଧାରଣ ଖ୍ରୀଷ୍ଟ, ଯଦି ମୁଁ ବଞ୍ଚିବି ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବି, କାରଣ ସେ ଖ୍ରୀଷ୍ଟଙ୍କ ପାଇଁ। ପାଉଲ ପରେ ପରେ ଲେଖୁଛନ୍ତି, ମୁଁ ଯେପରି ଖ୍ରୀଷ୍ଟଙ୍କର ବୋଲି ଜଣାଯାଏ। ଆମମାନଙ୍କୁ କଣ କୁହାଯାଉଛି? ଖ୍ରୀଷ୍ଟିଆନ ବୋଲି କୁହାଯାଉଛି। କାହିଁକି ଖ୍ରୀଷ୍ଟିଆନ? ଆମେ ଖ୍ରୀଷ୍ଟଙ୍କୁ ମାନୁଛୁ। ଖ୍ରୀଷ୍ଟ କିଏ? ଜଗତର ତ୍ରାଣକର୍ତ୍ତା, ଜଗତର ଏକମାତ୍ର ତ୍ରାଣକର୍ତ୍ତା ଖ୍ରୀଷ୍ଟ। ସେ ଖ୍ରୀଷ୍ଟଙ୍କୁ ଆମେ ମାନୁଥିବାରୁ ଆମକୁ କଣ କୁହାଯାଉଛି? ଖ୍ରୀଷ୍ଟିଆନ। ଖ୍ରୀଷ୍ଟଙ୍କୁ ମାନୁଛୁ ଆମେ, ତେଣୁ ଆମେ ଖ୍ରୀଷ୍ଟିଆନ, ଆଉ କାହାକୁ ମାନୁନୁ, ଆମେ ଖ୍ରୀଷ୍ଟିଆନ। ଖ୍ରୀଷ୍ଟ କିଏ? ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ସେଇ ଖ୍ରୀଷ୍ଟ, ଯେ ଜଗତର ତ୍ରାଣକର୍ତ୍ତା, ଜଗତର ମୁକ୍ତିଦାତା। ସେ କେବଳ ଖ୍ରୀଷ୍ଟିଆନ ମାନଙ୍କର ତ୍ରାଣକର୍ତ୍ତା ନୁହନ୍ତି। ଲୋକମାନେ କହୁଛନ୍ତି କଣ? ଯୀଶୁ ତ ତୁମର ପ୍ରଭୁ, କଣ ଆମର ପ୍ରଭୁ? ସେ ତ ବିଦେଶୀ ପ୍ରଭୁ। ପ୍ରିୟ ଭାଇ ଭଉଣୀ ମାନେ, ବିଦେଶୀ ସ୍ୱଦେଶୀ ନଥାଏ, ଈଶ୍ୱର ବିଦେଶୀ ସ୍ୱଦେଶୀ ନଥାନ୍ତି, ଈଶ୍ୱର ଈଶ୍ୱର ଅଟନ୍ତି। ବିଦେଶ ପାଇଁ ଗୋଟେ, ସ୍ୱଦେଶ ପାଇଁ ଗୋଟେ। ଏବେ ଦେଶୀ ଘିଅ ଲୋକମାନେ କିଣି ଖାଉଥିଲେ, ଏବେ ଜଣା ପଡିছে ଦେଶୀ ଘିଅ ନକଲିଟା ବୋଲି।
ବାବା ବିକୁଥିଲେ ନା ନାଇଁ? ମୋର ଦେହ ଖରାପ ଥିବା ସମୟରେ ଜଣେ ଗୋଟେ କେଜିର ସେ ଘିଅ ଆଣିଥିଲେ, ଦେଶୀ ଘିଅ। ମୁଁ ଦେଖି ଜାଣିଲି ଏଇଟା ନକଲିଟା ହେଇଥିବ। ମୁଁ ଖାଇନାହିଁ। ମୁଁ ଜଣକୁ କହିଲି ନବ କି? ଫୋପାଡିବା ପାଇଁ ଇଚ୍ଛା କରୁଥିଲି, କିନ୍ତୁ ଯେହେତୁ ଦାମିକାଟା ଆଣିଛନ୍ତି, ଫୋପାଡିବାଟା ଭଲ ହବ ନାହିଁ। ଆଉ ଯେ ଦେଇଛନ୍ତି ତାକୁ ଅସମ୍ମାନ ଭଳିଆ ହବ ବୋଲି ମୁଁ ଜଣକୁ ଦେଲି। ଠିକ ଅଛି ଆଜ୍ଞା, ଆମେ ନେବୁ, ଆମେ କଣ ଗୋଟେ ବ୍ୟବହାର କରିଦେବୁ ସେଟା। ଏବେ ଜଣା ପଡୁଛି ଆପଣ ଦେଶୀ ବିଦେଶୀ ପତ୍ରରେ ଯାଆନ୍ତୁନି। ଯାହା ଠିକ ଠିକ, ଯାହାକୁ ପଣ୍ଡିତ ମାନେ ପ୍ରଣାମ କରନ୍ତି ସେ କିଏ? ସେ ଖ୍ରୀଷ୍ଟ। ଖ୍ରୀଷ୍ଟ କିଏ? ଜଗତର ମୁକ୍ତିଦାତା, ଜଗତର ତ୍ରାଣକର୍ତ୍ତା। ତେଣୁ ଆମକୁ ଖ୍ରୀଷ୍ଟିଆନ ବୋଲି କୁହାଯାଉଛି, କାରଣ ଆମେ ଖ୍ରୀଷ୍ଟଙ୍କୁ ମାନୁଛୁ। ଖ୍ରୀଷ୍ଟ ହଉଛନ୍ତି ଜଗତର ତ୍ରାଣକର୍ତ୍ତା, ଜଗତର ମୁକ୍ତିଦାତା। ଆପଣ ଦେଖିବେ ପ୍ରଥମ ଯୋହନ 2 ପର୍ବ 2 ପଦ, ପ୍ରଥମ ଯୋହନ 2 ପର୍ବ 2 ପଦ। ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ଜଗତର ପାପ ନିମନ୍ତେ ପ୍ରାୟଶ୍ଚିତ ଅଟନ୍ତି। ସମସ୍ତ ଜଗତର ପାପ ନିମନ୍ତେ ଏକମାତ୍ର ପ୍ରାୟଶ୍ଚିତ ଅଟନ୍ତି। ଆଉ ଦ୍ୱିତୀୟ ପ୍ରାୟଶ୍ଚିତର ଆବଶ୍ୟକ ନାହିଁ, ଦ୍ୱିତୀୟ ବଳିର ଆବଶ୍ୟକ ନାହିଁ। ଏବେ ମଧ୍ୟ ଆମ ଦେଶରେ ଦେଖିବେ ବଳି ଗୁଡାକ ଦିଆଯାଏ। ଆପଣ ଦେଖିବେ ସରକାର ଏବେ ପଶୁ ହତ୍ୟା ଉପରେ ବହୁତ କଟକଣା ଆଣିଛନ୍ତି, ବହୁତ ନିୟମ ଆଣିଛନ୍ତି, କଠୋର ଦଣ୍ଡ ଦିଆଯିବ ବୋଲି କହୁଛନ୍ତି। କିନ୍ତୁ ଦେଖିବେ ଆମର ଓଡିଶାରେ ମଧ୍ୟ ଅନେକ ସହରରେ ଯିବେ, ଯେତେବେଳେ ବଳି ଦିଆଯାଏ ରାସ୍ତା ସାରା ରକ୍ତ ବହୁଥାଏ। ଆପଣ ଭବାନୀପାଟଣା ଯାଆନ୍ତୁ, ଅନ୍ୟାନ୍ୟ ଜାଗାକୁ ଯାଆନ୍ତୁ, ଆପଣ ଦେଖିବେ ବିଶେଷ ଦିନରେ ଯୋଉ ପର୍ବଟା ହୁଏ ସେଇଦିନ ଏତେ ବଳି ଦିଆଯାଏ। ଲୋକ ଜାଣିନାହାନ୍ତି ବଳିର ଆବଶ୍ୟକ ନାହିଁ। ଆପଣ ଦେଖିବେ ମସ୍ତ ଖୋଲନ୍ତୁ ଏବ୍ରି ପୁସ୍ତକ ତାର 10 ପର୍ବ 4 ପଦ 5 ପଦ। କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। କଣ ଲେଖାରେ ଅଛି? ବୃଷ ଆଉ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ସମ୍ଭବ ନାହିଁ, ଏଇଟା ଅସମ୍ଭବ, ଇମ୍ପସିବୁଲ, ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ସେଥିପାଇଁ ଖ୍ରୀଷ୍ଟ ଆସିଲେ। ପଣ୍ଡିତ ମାନେ ଜାଣିଲେ ଯେ ଯେତେ ଦାନ ଦିଅ, ତପସ୍ୟା ଦିଅ, ପୁଣ୍ୟ କର, ବଳି ଦିଅ, ମୁକ୍ତି ମିଳିବ ନାହିଁ, କେବଳ ଖ୍ରୀଷ୍ଟ ହିଁ ମୁକ୍ତି ଦେଇପାରିବେ। ସେଇଥିପାଇଁ ପଣ୍ଡିତ ମାନେ ପୂର୍ବ ଦେଶରୁ ଅତିକ୍ରମ କରି ଆସି ତାଙ୍କୁ ପ୍ରଣାମ କରିବାକୁ ଆସିଥିଲେ। ଯାଉ, ଖ୍ରୀଷ୍ଟ ଜଗତକୁ ଆସିଛନ୍ତି, ଜଗତର ତ୍ରାଣକର୍ତ୍ତା ଆସିଛନ୍ତି। ଆଉ ବଳିଦାନ ଦରକାର, ଆଉ କୌଣସି ବଳିଦାନ ଦରକାର। ଖ୍ରୀଷ୍ଟ ବଳିମେଷ, ଜଗତ ପାପ ବାହକ। ଖ୍ରୀଷ୍ଟ କଣ ଅଟନ୍ତି? ଖ୍ରୀଷ୍ଟ ବଳିମେଷ ଅଟନ୍ତି, ଯେ ଜଗତର ପାପ ବାହକ। ଉଦ୍ଧାର ପାଇବାର ଅଛି, ଖ୍ରୀଷ୍ଟ ଦରକାର ଅଛି। ସେଇଥିପାଇଁ ଖ୍ରୀଷ୍ଟ ଲେଖାଯାଉଛି, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ଶରୀର ନେଇ ଆସିଲେ, ଯୋଉ ଶରୀରରେ ପାପ ନାହିଁ, ଯୋଉ ଶରୀର ନିଷ୍ପାପ ଅଟେ, ତାହାଙ୍କ ଠାରେ କୌଣସି ପାପ ନାହିଁ। କାରଣ ପାପୀ ମନୁଷ୍ୟ ପାଇଁ ଏପରି ଏକ ବଳିର ଆବଶ୍ୟକ ଥିଲା, ଯାହା ନିଷ୍ପାପ, ନିଖୁନ୍ତ ମେଷ ଶାବକ ହେବା ଦରକାର। ଆଉ ସେଇ ଈଶ୍ୱରଙ୍କ ମେଷ ଶାବକ ଯେ ଖ୍ରୀଷ୍ଟ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ସେ ଜଗତର ତ୍ରାଣକର୍ତ୍ତା ଅଟନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ କହୁଥିଲି ପାଉଲଙ୍କର ସେବା କାର୍ଯ୍ୟର ମୁଖ୍ୟ ବିଷୟ ଥିଲା ଲୋକମାନଙ୍କୁ ଜଣେଇବା ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି। ଆମମାନଙ୍କର ମଧ୍ୟ ଲକ୍ଷ୍ୟ ହେବା ଦରକାର, ଲୋକକୁ ଜଣେଇବା ପାଇଁ, ଭାଇରେ ଭଉଣୀରେ ଜାଣି ରଖିଥା, ଉଦ୍ଧାର ପାଇବା ପାଇଁ, ମୁକ୍ତି ପାଇବା ପାଇଁ, ପରିତ୍ରାଣ ପାଇବା ପାଇଁ ଖ୍ରୀଷ୍ଟ ହିଁ ଦରକାର। କାରଣ ଖ୍ରୀଷ୍ଟ ହିଁ ତ୍ରାଣକର୍ତ୍ତା ଅଟନ୍ତି।
ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଆମେ ଭାରତକୁ ଖ୍ରୀଷ୍ଟିଆନ ଦେଶ କରିବା ପାଇଁ ଚାହୁଁନୁ। ଆମେ ଚାହୁଁଛୁ ସମସ୍ତେ ଖ୍ରୀଷ୍ଟଙ୍କୁ ଜାଣନ୍ତୁ, ଖ୍ରୀଷ୍ଟଙ୍କୁ ଜାଣନ୍ତୁ, ଖ୍ରୀଷ୍ଟଙ୍କର ପରିଚୟ ପାଆନ୍ତୁ, ଖ୍ରୀଷ୍ଟଙ୍କୁ ପରିଚୟ ପାଆନ୍ତୁ, ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତୁ। ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ ଆମର ଜାତି ପରିବର୍ତ୍ତନ ହୁଏ ନାହିଁ, ଆମର ଜାତି ଚାଲିଯାଏ ନାହିଁ, ଧର୍ମ ଚାଲିଯାଏ ନାହିଁ, ନାମ ଚାଲିଯାଏ ନାହିଁ। ଯୀଶୁଙ୍କୁ ଗ୍ରହଣ କଲେ ପାପ ଚାଲିଯାଏ, ପାପ ଚାଲିଯାଏ। ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ ସେ ଖ୍ରୀଷ୍ଟ ଅଟନ୍ତି, ଖ୍ରୀଷ୍ଟ ଅଟନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଏ ବାକ୍ୟ ଧ୍ୟାନ କରିବା ସମୟରେ ଆମେ ପ୍ରତ୍ୟେକ ଏଇ କଥା ନିଶ୍ଚିତ ହଉ ଯେ ଆଉ ଦ୍ୱିତୀୟ କେହି ନାହାନ୍ତି ଯେ ଜଗତର ତ୍ରାଣକର୍ତ୍ତା ଅଟନ୍ତି, କେବଳ ଖ୍ରୀଷ୍ଟ। ଆପଣ ଦେଖିବେ ପ୍ରଥମ ତିମୋଥୀ ତାର ପ୍ରଥମ ଅଧ୍ୟାୟ 15 ପଦ, ପ୍ରଥମ ତିମୋଥୀ ପ୍ରଥମ ଅଧ୍ୟାୟ ତାର 15 ପଦ। ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣଯୋଗ୍ୟ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ସେ କଣ କହୁଛନ୍ତି? ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ, ଯୀଶୁ ଖ୍ରୀଷ୍ଟ, ଯୀଶୁ ହିଁ ଖ୍ରୀଷ୍ଟ, ଖ୍ରୀଷ୍ଟ ହିଁ ଯୀଶୁ ଅଟନ୍ତି। ଯୀଶୁ ଖ୍ରୀଷ୍ଟ ଜଗତରେ ଅବତୀର୍ଣ୍ଣ ହେଲେ, ଜଗତକୁ ଆସିଲେ। ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ଏଟା ଶାସ୍ତ୍ର ସେଇ ଖ୍ରୀଷ୍ଟଙ୍କ କଥା ହିଁ କୁହେ, ଯେ ଖ୍ରୀଷ୍ଟ ଆଗମନ କରିବା କଥା କୁହାଯାଉଥିଲା। ଖ୍ରୀଷ୍ଟ ଆଗମନ କରିବେ, ଗ୍ରହଣ ଯୋଗ୍ୟ। ସେ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ଯେ କଣ କହୁଥିଲେ ଆଗ? ମୁଁ ପ୍ରଧାନ ଜ୍ଞାନୀ, ପ୍ରଧାନ ସାଧୁ, ମୁଁ ସବୁ ପାଳନ କରୁଛି। ପରେ ପରେ ଜାଣିଲେ ନାଇଁ, ମୁଁ ପ୍ରଧାନ ସାଧୁ ନୁହେଁ, ମୁଁ ପ୍ରଧାନ ପାପୀ ଅଟେ। ଆଉ ମତେ କିଏ ଦରକାର ମୁକ୍ତି ପାଇଁ? ଏଟା ଅଜ୍ଞାନ ଲୋକ କହୁନାହାନ୍ତି। ସେଇ ସମୟର ଜ୍ଞାନୀ ମାନଙ୍କ ମଧ୍ୟରେ ଜଣେ ଜ୍ଞାନୀ, ଜଣେ ପଣ୍ଡିତ, ଜଣେ ଶାସ୍ତ୍ରଜ୍ଞ, ସେଇ ବ୍ୟକ୍ତି ହଉଛନ୍ତି ପାଉଲ। ଆଉ ସେ ଷ୍ଟଡି କରି ଜାଣିଦେଲେ ଯେ ଖ୍ରୀଷ୍ଟ ହିଁ ତ୍ରାଣକର୍ତ୍ତା। ଆପଣ ମସ୍ତ ଖୋଲନ୍ତୁ ପ୍ରେରିତ 17 ପର୍ବ ତାର 2 ପଦ ଆଉ 3 ପଦ। ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି 3 ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ। ପୁଣି ଖ୍ରୀଷ୍ଟଙ୍କର ଯେ ମୃତ୍ୟୁଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ। ଦେଖନ୍ତୁ, ସାଧୁ ପାଉଲଙ୍କର ସେବା କାର୍ଯ୍ୟର ଗୋଟେ ମୁଖ୍ୟ ବିଷୟ କଣ ଥିଲା? ସେ ଖ୍ରୀଷ୍ଟଙ୍କୁ ସେମାନଙ୍କ ଗତିରେ ପ୍ରଚାର କରିବେ। ଆପଣ ଦେଖନ୍ତୁ, ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି 3 ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ। ଶାସ୍ତ୍ରରେ ଯାହା ଲେଖାଯାଇଛି ଉପଦେଶ ଦେଲେ। ପୁଣି ଖ୍ରୀଷ୍ଟଙ୍କର ଯେ ମୃତ୍ୟୁ ଭୋଗ, ଖ୍ରୀଷ୍ଟ କଣ କରିବେ? ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗ। ଏବେ ମରିବା ପୂର୍ବରୁ ପଚାରୁଛନ୍ତି ତୁମେ କି ଖ୍ରୀଷ୍ଟ? ସେ ଯୀଶୁ କହୁଛନ୍ତି ହଁ ତୁମେ କହିଲ, ମୁଁ ଏକା ଖ୍ରୀଷ୍ଟ। ସେ ଶାସନକର୍ତ୍ତା କଣ ପଚାରୁଛନ୍ତି? ତୁମେ କି ଖ୍ରୀଷ୍ଟ? ଯୀଶୁ କହିଲେ ହଁ ମୁଁ ଖ୍ରୀଷ୍ଟ। କାରଣ ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗ ଓ ମୃତ ମାନଙ୍କ ମଧ୍ୟରେ ଉତ୍ଥାପନ କରିବାର ଆବଶ୍ୟକ ଥିଲା। ପୃଥିବୀରେ 4200 ରୁ ଅଧିକ ଧର୍ମ ଅଛି, କେବଳ ଖ୍ରୀଷ୍ଟ ହିଁ ମୃତ୍ୟୁ ଭୋଗ କରି ଉଠିଛନ୍ତି। ଆଉ କେହି ଉଠି ନାହାନ୍ତି, କେହି ଉଠି ନାହାନ୍ତି। ମଝିରେ ଜଣଙ୍କର 100 ବର୍ଷ ପାଳନ କଲେ, ତାଙ୍କର ପୋଷ୍ଟର ଗୁଡାକ ସବୁଆଡେ ଲାଗିଥିଲା। ମୁଁ ଟିକେ ପାଖକୁ ଗଲି, କଣ ଲେଖା ହେଇଛି 100 ବର୍ଷରେ? କଣ ଲେଖା ହେଇଛି? ସେ ଲେଖା ହେଇଛି କଣ? ମୁଁ ଥାଉ ଥାଉ ଭୟ କାହିଁକି? ସେ କୋଉଠି ଅଛନ୍ତି? ସେ ତ ଫଟୋରେ ଅଛନ୍ତି। ସେ କୋଉଠି ଅଛନ୍ତି? ଜୀବିତ ଅଛନ୍ତି? ଫଟୋରେ ଅଛନ୍ତି।
ମୁଁ ଦେଖିଲି ମନେ ମନେ ହସି ପଳେଇ ଆସିଲି। ମତେ ଜଣେ ପଚାରିଲେ କଣ ଦେଖୁଛି, ନାଇଁ କଣ ଲେଖା ହେଇଛି। ସେଠି ଗୁଡିଏ ବିଷୟ ଲେଖା ହେଇଥିଲା। ସେଠି ଗୋଟେ ଲେଖା ହେଇଥିଲା କ୍ୟାପସୁଲ ଟା, ମୁଁ ଥାଉ ଥାଉ ଭୟ କାହିଁ। ମୁଁ କହିଲି ସେ କୋଉଠି ଅଛି? ସେ ତ ମଲା ପରେ ଉଠି ନାହାନ୍ତି, ସେ ଜୀବିତ ନାହାନ୍ତି, କୋଉଠି ଅଛନ୍ତି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିର ଏ ଡିଜିଟାଲ ସମୟରେ ଆପଣ ଦେଖିବେ ଡିଜିଟାଲ ମିଡିଆ ପଳେଇ ଆସିଲା। ଆପଣଙ୍କ ଫଟୋକୁ ଚାହିଁଲେ ବହୁତ ସୁନ୍ଦର କରାଯାଇପାରିବ, ଆପଣଙ୍କୁ ବୁଢୀ ବି କରାଯାଇ ପାରିବ, ୟଙ୍ଗ ବି କରାଯାଇ। ମଝିରେ ଜଣେ ମୋର ଫଟୋ ପଠେଇଥିଲା, ମୁଁ ଚିହ୍ନି ପାରୁନି, ଏତେ ସୁନ୍ଦର ବନେଇ ଦେଇଛନ୍ତି ସେ। ଜଣେ ପଚାରୁଛନ୍ତି ଆଜ୍ଞା ଏଇଟା କୋଉଠି ଉଠାଇଲେ? ମୁଁ କହିଲି ଏଇଟା ଡିଜିଟାଲ ଟାଇପ ଫଟୋ ବନା ହେଇଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜିର ସମୟରେ ଦେଖିବେ ଭଗବାନ ମାନଙ୍କର ବିଭିନ୍ନ ସୁନ୍ଦର ସୁନ୍ଦର ଚେହେରା ଗୁଡା ବନା ଯାଉଛି। ଏଟା କୋଉଟା? ଡିଜିଟାଲ ରେ ବନା ହଉଛି। ସେଇଟାକୁ ଲୋକ ଭାବୁଛନ୍ତି ଈଶ୍ୱର ବୋଲି। ଏଟା ସବୁ ଡିଜିଟାଲ ଗଡ ଗୁଡା, ବହୁତ ସୁନ୍ଦର। ଚାହିଁଲେ ବୋଲେ ପୁରା ହୃଷ୍ଟ ପୁଷ୍ଟ ବନେଇ ଦଉଛନ୍ତି, ପୁରା ବଡି ବନେଇ ଦଉଛନ୍ତି, ସୁନା ଅଳଙ୍କାର ପିନ୍ଧେଇ ଦଉଛନ୍ତି, ଡ୍ରେସ ପିନ୍ଧେଇ ଦଉଛନ୍ତି। ମୁଁ କାହିଁକି ଏଟା ଆପଣ କହୁଛି, ଆପଣ ମନେ ରଖିଥାନ୍ତୁ, ସେଇ ସମୟରେ ସୁନାର ଉଦ୍ଭାବନ କେବେ ହେଲା ଜାଣିନାହାନ୍ତି ସେମାନେ, କିନ୍ତୁ ସୁନା ପିନ୍ଧେଇ ଦଉଛନ୍ତି। ଏମାନେ ଯେବେ ଥିଲେ ବୋଲି କହୁଛନ୍ତି, ସେ ସମୟରେ ସୁନାର ଉଦ୍ଭାବନ ହେଇନଥିଲା ସେଇ ଯୁଗରେ। ଏ ଡ୍ରେସ କେବେରୁ ବୁଣା ହେବାଟା ଆରମ୍ଭ ହେଲା? ସେ ଯୋଉ ଡ୍ରେସ ଗୁଡା ପିନ୍ଧାଉଛନ୍ତି, କେବଳ ଡ୍ରେସ ଗୁଡା ଜାଣିନାହାନ୍ତି। କାରଣ କଳ୍ପନାରେ ଗୁଡେ ବିଷୟ ବନା ଯାଇପାରେ, କଳ୍ପନାରେ ଗୁଡେ ବିଷୟ ବନା। ଯୀଶୁ କଳ୍ପନା ନୁହନ୍ତି, ଯୀଶୁ ସତ୍ୟ ଅଟ, ଯୀଶୁ ବାସ୍ତବ ଅଟ, ଯୀଶୁ ଇତିହାସ ଅଟ, ଯେ ଜଗତକୁ ଆସିଥିଲେ। ସେଇଥିପାଇଁ ପଣ୍ଡିତ ମାନେ ସେମାନେ ଦୂର ଦେଶରୁ ଅନେକ ରାସ୍ତା ଅତିକ୍ରମ କରି ସେମାନେ ପ୍ରଣାମ କରିବାକୁ ଆସିଛନ୍ତି। କାହାକୁ? ଖ୍ରୀଷ୍ଟଙ୍କୁ। ଖ୍ରୀଷ୍ଟଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ। ଏଠି ସାଧୁ ପାଉଲ କଣ କହୁଛନ୍ତି? ଆଉ ସେ ଯେ ଯୀଶୁ, ସେ ଯୋଉ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ। ସେ ଯେ ଖ୍ରୀଷ୍ଟ, ସେ ଆଉ କେହି ନୁହନ୍ତି, ସେ ଖ୍ରୀଷ୍ଟ ଅଟନ୍ତି। ପଣ୍ଡିତ ମାନେ ଯାହାଙ୍କୁ ପ୍ରଣାମ କରିବାକୁ ଆସିଥିଲେ, ସେ ଖ୍ରୀଷ୍ଟ ଅଟନ୍ତି। ଯେ ଦାଉଦଙ୍କ ନଗରରେ ଜନ୍ମଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ଅଟନ୍ତି। ପାଉଲ ଯାହାକୁ ପ୍ରଚାର କରୁଛନ୍ତି, ସେ ଖ୍ରୀଷ୍ଟ ଅଟନ୍ତି। ଆମେ ଯାହାକୁ ଗ୍ରହଣ କରିଛୁ, ସେ ଖ୍ରୀଷ୍ଟ ଅଟନ୍ତି। ତେଣୁ ଆମକୁ ଖ୍ରୀଷ୍ଟିଆନ ବୋଲି କୁହାଯାଏ। ଖ୍ରୀଷ୍ଟ ଆମେ କହିବା ଦରକାର ଲୋକମାନଙ୍କୁ, ପ୍ରେମର ସହିତ ବୁଝାଇବା ଦରକାର। ଭାଇରେ ଭଉଣୀରେ ଜାଣି ରଖି, ଯଦି ତୁମକୁ ମୁକ୍ତି ଦରକାର, ପାପ କ୍ଷମା ଦରକାର, ଉଦ୍ଧାର ଦରକାର, ତୁମକୁ ଖ୍ରୀଷ୍ଟ ଦରକାର। ଖ୍ରୀଷ୍ଟ ହିଁ ତ୍ରାଣକର୍ତ୍ତା। ଖ୍ରୀଷ୍ଟଙ୍କ ଛଡା ଆଉ କୋଉଠାରେ ମୁକ୍ତି ନାହିଁ, ପାପ କ୍ଷମା ନାହିଁ, ଉଦ୍ଧାର ନାହିଁ। ଦେଖାଯାଉଛି ପରା, ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ, ଯୀଶୁ ଖ୍ରୀଷ୍ଟଙ୍କ ଛଡା ଆଉ କାହାଠାରେ ପରିତ୍ରାଣ। ଆକାଶ ତଳେ ଅନ୍ୟ କୌଣସି ନାମ ଦିଆଯାଏନି, ଗୋଟିଏ ନାମ ଦିଆଯାଇଛି, ଖ୍ରୀଷ୍ଟ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ। ତେଣୁ ସେମାନେ ପଚାରୁଛନ୍ତି, ଖ୍ରୀଷ୍ଟ କେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି? ଖ୍ରୀଷ୍ଟ, ଆମେ ତାହାଙ୍କ ତାରା ଦେଖି ପ୍ରଣାମ କରିବାକୁ ଆସିଛୁ। ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ, ଏଇ ବର୍ଷର ଖ୍ରୀଷ୍ଟଙ୍କର ଜନ୍ମର ପର୍ବ ପାଳନ କରିବା ସମୟରେ ଆପଣମାନେ ଏଇ କଥା ଆପଣଙ୍କର ବନ୍ଧୁ ମାନଙ୍କୁ, ଆପଣଙ୍କ ପ୍ରିୟଜନ ମାନଙ୍କୁ, ଆପଣଙ୍କ ବସ୍ତିରେ କହିବାକୁ ଚେଷ୍ଟା କରନ୍ତୁ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଯେ ଜଗତର ଉଦ୍ଧାରକର୍ତ୍ତା, ଜଗତର ମୁକ୍ତିଦାତା, ସେ ଆପଣଙ୍କର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି। ତେଣୁ ମୁଁ ସବୁବେଳେ କୁହେ, ଯଦି କେହି ଆପଣଙ୍କୁ କହୁଛନ୍ତି ମେରି ଖ୍ରୀଷ୍ଟମାସ, ଆପଣ ବି ତାଙ୍କୁ କୁହନ୍ତୁ ତେରି ବି ଖ୍ରୀଷ୍ଟମାସ। କେବଳ ମୋର ଖ୍ରୀଷ୍ଟମାସ ନୁହେଁ, ତୁମର ବି ଖ୍ରୀଷ୍ଟମାସ। କେବଳ ମୋ ପାଇଁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିନାହାନ୍ତି, ତୁମ ପାଇଁ ବି ଖ୍ରୀଷ୍ଟ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମାନବ ଜାତି ଯୀଶୁଙ୍କୁ ଗ୍ରହଣ କଲେ ନାମ ଚାଲିଯାଏ ନାହିଁ, ଜାତି ଚାଲିଯାଏ ନାହିଁ, ଧର୍ମ ଚାଲିଯାଏ ନାହିଁ, ପାପ ଚାଲିଯାଏ। ପାପରୁ ଆମେ ମୁକ୍ତ ହେଇଯାଉ। ଏଇ କଥା ଆମର ପ୍ରିୟ ଲୋକମାନଙ୍କୁ ଆମେ ପ୍ରେମ ସହିତ କହିପାରୁ। ପ୍ରିୟ ଭାଇ ଭଉଣୀ ମାନେ, ଏଇ ଦିନ ମାନଙ୍କରେ ଚର୍ଚ୍ଚ ଗୁଡାକ କାହିଁକି ଭାଙ୍ଗି ଦିଆଯାଉଛି ଜାଣିଛନ୍ତି?
କାରଣ ଚର୍ଚ୍ଚ ହଉଛି ଖ୍ରୀଷ୍ଟଙ୍କ। ଯୀଶୁ ସେଦିନ କଣ କହୁଛନ୍ତି? ମାଥ୍ୟୁ 16 ପର୍ବ ତାର 15-16 ପଢିବାର ଆବଶ୍ୟକ ନାହିଁ। କଣ ବୋଲି କହୁଛନ୍ତି? ମୁଁ ଆପଣା ମଣ୍ଡଳୀ ତଳିବି, ନରକର ବଳ ତାହାକୁ ପରାଜୟ କରିପାରିବ ନାହିଁ। ଏଟା କେତେବେଳେ କହୁଛନ୍ତି? ପିତର ଯେତେବେଳେ କହୁଛନ୍ତି ଆପଣ ଖ୍ରୀଷ୍ଟ ଈଶ୍ୱରଙ୍କର ପୁତ୍ର, ଏ ଖ୍ରୀଷ୍ଟଙ୍କର ମଣ୍ଡଳୀ ହଉଛି ଚର୍ଚ୍ଚ। ଶୈତାନ ସେଇଥିପାଇଁ ସେଇଟାକୁ ଲୋକମାନଙ୍କୁ ତ କବ୍ଜା କରି ରଖୁଛି। ଚର୍ଚ୍ଚକୁ ଦେଖିଲେ ମଧ୍ୟ ତାକୁ କଷ୍ଟ ଲାଗୁଛି। ମଦ ଦୋକାନ ତ ଭଙ୍ଗା ଯାଉନାହିଁ, ଭଙ୍ଗା ହଉଛି ନାଇଁ। ଏନ୍ଏଚରେ କେତେ ସୁନ୍ଦର ଭାବରେ ବନା ଯାଉଛି ଆଉ ସଜା ଯାଉଛି। ଲୋକମାନେ ବସିକି ପିଉଛନ୍ତି, ତାକୁ ଲାଇସେନ୍ସ ଦିଆଯାଉଛି। ମଦ ଦୋକାନକୁ ଲାଇସେନ୍ସ ଦିଆଯାଉଛି। ଚର୍ଚ୍ଚକୁ କୁହାଯାଉଛି ତମର ଲାଇସେନ୍ସ କାହିଁ? ତୁମେ କେବେ ରେଜିଷ୍ଟ୍ରେସନ କରିଛ କୁହ? ମଦ ଦୋକାନ ମାନେ ବଢୁଛି, ଛତୁ ଫୁଟିଲା ଭଳିଆ ଚର୍ଚ୍ଚ ଗୁଡାକ ଭଙ୍ଗା ଯାଉଛି। କାହିଁକି ଭଙ୍ଗା ଯାଉଛି? ଯେଉଁମାନେ ଭାଙ୍ଗୁଛନ୍ତି ସେମାନେ ବି ଜାଣିନାହାନ୍ତି। ସେମାନେ ଭାବୁଛନ୍ତି ଗଞ୍ଜେଇ ଖାଇଛୁ ତ ଜାଣି ପାରୁନାହାନ୍ତି, କି କିଏ ପଠେଇଛନ୍ତି କି କ୍ରୋଧରେ ଭାଙ୍ଗୁ ଜାଣିନାହାନ୍ତି ସେମାନେ। ଚର୍ଚ୍ଚ କାହିଁକି ଭାଙ୍ଗୁଛନ୍ତି? ଚର୍ଚ୍ଚ ଏଇଥିପାଇଁ ଭଙ୍ଗା ଯାଉଛି କାରଣ ସେଠି ଖ୍ରୀଷ୍ଟଙ୍କୁ ଆରାଧନା କରାଯାଏ, ଖ୍ରୀଷ୍ଟଙ୍କୁ ସେବା କରାଯାଏ ଆଉ ତାହା ଖ୍ରୀଷ୍ଟଙ୍କର। ଲୋକ ଘର ଭାଙ୍ଗି ପାରିବେ କିନ୍ତୁ ମଣ୍ଡଳୀ ଭାଙ୍ଗି ପାରିବେନି। ଯୀଶୁ କହୁଛନ୍ତି ମୁଁ ମଣ୍ଡଳୀ ତଳିବି ଆଉ ନରକର ବଳ ତାହାକୁ ପରାଜୟ କରିପାରିବ ନାହିଁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବୁ। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆଜି ବାକ୍ୟ ଦ୍ୱାରା ଆପଣ ଆମମାନଙ୍କୁ କଥା ହେଇଛନ୍ତି। ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରିବାକୁ ଆସିଥିଲେ, ଯାହାଙ୍କୁ ପଣ୍ଡିତ ମାନେ ପ୍ରଣାମ କରନ୍ତି, ସେ ଖ୍ରୀଷ୍ଟ ଯୀଶୁ ଅଟନ୍ତି, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ଧନ୍ୟବାଦ ଦଉଛି ପ୍ରଭୁ ଆମମାନଙ୍କୁ ଏହି ପ୍ରକାଶନ ଆପଣ ଦେଇଥିବାରୁ। ପ୍ରଭୁ ଆମମାନେ ଖ୍ରୀଷ୍ଟିଆନ ନାମରେ ପରିଚିତ ହେଇଥିବାରୁ ଆମେ ଗର୍ବ ଅନୁଭବ କରୁ, କାରଣ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛୁ। ପ୍ରଭୁ ଅନୁଗ୍ରହ କର ଆମ ଦେଶର ସମସ୍ତେ ମଧ୍ୟ ପ୍ରଭୁ ଯେପରି ଜାଣିପାରିବେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଯୀଶୁ ହିଁ ତ୍ରାଣକର୍ତ୍ତା ଅଟନ୍ତି, ଯୀଶୁ ହିଁ ମୁକ୍ତିଦାତା ଅଟନ୍ତି, ସେ ହିଁ ଏକମାତ୍ର ବିକଳ୍ପ ଅଟନ୍ତି। ବୃଷ ଆଉ ଛାଗର ରକ୍ତ ପାପ ହରଣ କରିପାରିବ ନାହିଁ, ଅନ୍ୟ ଉପାୟରେ ମୁକ୍ତି ମିଳିପାରିବ ନାହିଁ, ଉଦ୍ଧାର ମିଳିପାରିବ ନାହିଁ। କେବଳ ଖ୍ରୀଷ୍ଟ ଯେ ଜଗତର ତ୍ରାଣକର୍ତ୍ତା ସେ ହିଁ ଦେଇପାରିବେ। ଏହା ବୁଝିବା ପାଇଁ ସାହାଯ୍ୟ କର ପ୍ରଭୁ। ଆମମାନଙ୍କୁ ମଧ୍ୟ ଅନୁଗ୍ରହ କର ପ୍ରଭୁ। ଆମେ ଯେତେବେଳେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବୁ ସେମାନଙ୍କୁ ମଧ୍ୟ ଏଇ କଥା ବୁଝେଇ ପାରିବୁ, এই କଥା ସେମାନେ ଯେପରି ବୁଝିପାରିବେ ଏଥିପାଇଁ ଅନୁଗ୍ରହ କର। ପବିତ୍ରାତ୍ମା ପରମେଶ୍ୱର ଆପଣ ଦୟାକରି ଲୋକମାନଙ୍କ ହୃଦୟରେ ବୁଝିବା ପାଇଁ ସାହାଯ୍ୟ କର। ଆଦର ମହିମା ଗୌରବ ଆପଣଙ୍କୁ ଦେଇ ପ୍ରାର୍ଥନା ଆମର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ଯେତେବେଳେ ପିତା ଈଶ୍ୱରଙ୍କର ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ପବିତ୍ର ଆତ୍ମା ପରମେଶ୍ୱରଙ୍କର ଶାନ୍ତି, ଶକ୍ତି, ସହଭାଗିତା, ଚେତନା, ପରାମର୍ଶ ଯୀଶୁ ଖ୍ରୀଷ୍ଟଙ୍କୁ ମେଘମାଳାର ସାକ୍ଷାତ କରିବା ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କର ସହମତି